ହାଲକା ଖଟା ମିଠା, ହାଲକା ରାଗ ରାଗ ଆଉ ଏହାକୁ ବିଶେଷ କରି ପର୍ବପର୍ବାଣୀ ବା ଯେକୌଣସି ସ୍ପେଶାଲ ଦିନରେ ଆମେ ବନେଇଥାଉ, ଯେହେତୁ ଏହା ବନେଇବା ସହଜ ହୋଇଥାଏ। ଦହି ବୁନ୍ଦି କହିବାକୁ ଗଲେ ଆମ ଓଡ଼ିଆ ଲୋକମାନଙ୍କର ଏହା ଭାରି ପ୍ରିୟ। ଯେହେତୁ ଏଥିରେ ଦହି ଅଛି, ଖାସ୍ କରିକି ଖରାଦିନେ ଏହାର ଚାହିଦା ବେଶୀ। ପରଫେକ୍ଟ ଦହି ବୁନ୍ଦି ବା ଦହି ବୁନ୍ଦିକୁ ଅଧିକ ସ୍ୱାଦିଷ୍ଟ କେମିତି କରିବେ, ସବୁ ଟିପ୍ସ ଆଣ୍ଡ ଟ୍ରିକ୍ସ ସେୟାର କରିଛି। ତା ସହିତ ଘରେ ଆପଣମାନେ କେମିତି ଗୋଲ ଗୋଲ ମୋତି ଭଳି ବୁନ୍ଦି ତିଆରି କରିବେ, ସେ ବିଷୟରେ ମଧ୍ୟ ଜାଣିବା। ସେଥିପାଇଁ ଭିଡ଼ିଓକୁ ପୁରା ଦେଖନ୍ତୁ, ଆଶା କରିବି ପସନ୍ଦ ଆସିବ। ନମସ୍କାର, ଲତା ଓଡ଼ିଆ କିଚେନରେ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଦହି ବୁନ୍ଦି ବନେଇବା ପାଇଁ ପ୍ରଥମେ ଆମେ ବୁନ୍ଦି ତିଆରି କରିବା। ସେଥିପାଇଁ ଗୋଟେ ଜାଗାରେ ମେଜରିଂ କପ୍ରେ ମାପିକି ଫୁଲ୍ 1 କପ୍ ବା 120 ଗ୍ରାମର ନେଇଛି ମୁଁ ବେସନ। ଯେକୌଣସି ଗୋଟେ ଜାଗାରେ ମାପିକି ବେସନକୁ ନେବେ, ସେ ଗିନା କପ୍ ବା ଗ୍ଲାସ୍ ହଉ। ତ ଆମେ ଏ ବେସନକୁ ଗୋଟେ ଜାଲିରେ ଦେଇକି ପ୍ରଥମେ ଛାଣି ନେବା, ଯେଉଁଥିପାଇଁ କି ବେସନରେ କୌଣସି ଲମ୍ପସ୍ ରହିବନି ଯେତେବେଳେ ଆକୁ ଆମେ ପାଣି ଦେଇକି ଗୋଳେଇବା। ଯେତେବେଳେ ଆପଣମାନେ ବେସନକୁ ମାପିକି ଗିନାରେ ବା କପ୍ରେ ନେଉଛନ୍ତି, ଟିକେ ଦବେଇ ଦବେଇ ନେବେ ବେସନକୁ, ହାଲକାରେ ମାପିବେନି। ହାଲକାରେ ମାପିଲେ କମ୍ ବେସନ ଯିବ, ଯେଉଁଥିପାଇଁ କି ପାଣିର ମେଜରମେଣ୍ଟଟା ଠିକ୍ ରହିବନି। ତ ଦେଖନ୍ତୁ, 1 କପ୍ ବେସନ ପାଇଁ ଏଇଠି ମୁଁ 3/4 କପ୍ ବା 1 କପ୍ରୁ ଅଳ୍ପ କିଛି କମ୍ ପାଣି ମୁଁ ନେଇଛି। ଏକାଥରରେ ସବୁ ପାଣି ନ ଦେଇକି ଅଳ୍ପ ଅଳ୍ପ ପାଣି ଦେଇକି ଗୋଟିଏ ଡାଇରେକ୍ସନରେ ଏମିତି ହ୍ୟାଣ୍ଡ ହ୍ୱିସ୍କରରେ ବା ହାତରେ ମଧ୍ୟ ଆପଣମାନେ ଆକୁ ଗୋଳେଇ ପାରିବେ। ବେଳେବେଳେ କ'ଣ ହୁଏ ନା, ବେସନର କ୍ୱାଲିଟି ଉପରେ ରହିଥାଏ, ଆପଣଙ୍କୁ 1-2 ଚାମଚ ଅଧିକା ବା 1-2 ଚାମଚ କମ୍ ପାଣି ଲାଗିବ। ସେଥିପାଇଁ ଅଳ୍ପ ଅଳ୍ପ ପାଣି ଦେଇକି ଆପଣମାନେ ଏମିତି ମିକ୍ସ କରିବେ। କିନ୍ତୁ 1 କପ୍ ବା 120 ଗ୍ରାମ ବେସନ ପାଇଁ 3/4 କପ୍ ପାଣି ପରଫେକ୍ଟ ରହିବ। ବେସନକୁ 2-3 ମିନିଟ୍ ଗୋଳେଇଲା ପରେ ଏଇଥିରେ ଆମେ 1ରୁ 2 ପିଞ୍ଚ ପକାଇବା ଖାଇବା ସୋଡ଼ା। ବିଲକୁଲ ବି ଅଧିକା ପକାଇବେନି, ନହେଲେ ବେସନର ଯେଉଁ ବୁନ୍ଦି ଗୁଡ଼ା ଆମେ ତିଆରି କରିବେ ନା, ବହୁତ ତେଲ ଟାଣିବ। ତା ସହିତ ଆମେ ଗୋଟେ ଛୋଟ ଚାମଚ ଏଥିରେ ଗରମ ତେଲ ବା ଉଷୁମ ତେଲ ପକାଇବା। ଆଉ ଭଲ ଭାବରେ ପୁଣି ଥରେ ଆଉ 1 ମିନିଟ୍ ପାଇଁ ମିକ୍ସ କରିବା। ଯେତେ ଭଲ ଭାବରେ ବେସନକୁ ଆପଣମାନେ ମିକ୍ସ କରିବେ, ବେସନର କଲର୍ ଦେଖିବେ ଟିକେ ଚେଞ୍ଜ ହେଇଯିବ, ଟିକେ ଫିକା ଲାଗିବ ଆପଣଙ୍କୁ। ତା ସହିତ ଏହା ହାଲକା ଲାଗିବ ଆଉ ଏହାର କନସିଷ୍ଟେନ୍ସି ଏମିତି ରହିବ, ନା ବେଶୀ ମୋଟା ନା ବେଶୀ ପତଳା। ଏଇଟା ହିଁ ଏକଦମ ପରଫେକ୍ଟ ରହିବ, ମାନେ ଫ୍ଲୋଇଂ କନସିଷ୍ଟେନ୍ସିରେ ରହିବ। ଯଦି ବ୍ୟାଟରକୁ ଆପଣମାନେ ଆଠୁ ପାଣିଆ କରିଦେବେ, ତାହେଲେ ବୁନ୍ଦି ଗୁଡ଼ାକ ଠିକ୍ ସେପ୍ରେ ତିଆରି ହେବନି। ଆଉ ଯଦି ବେଶୀ ବହଳିଆ ହେଇଗଲା, ତାହେଲେ ବୁନ୍ଦି ଗୁଡ଼ାକ ହାଲକା ତିଆରି ହେବନି, ଭାରି ତିଆରି ହେବ। ବୁନ୍ଦିକୁ ଛାଣିବା ପାଇଁ ଆପଣଙ୍କୁ ଝାରା ଦରକାର ନାହିଁ। ଏଇଭଳି ଜାଲି ତ ସମସ୍ତଙ୍କ ଘରେ ଥିବ, ଆକୁ ବ୍ୟବହାର କରିକି ଆପଣମାନେ ବୁନ୍ଦିକୁ ସହଜରେ ବନେଇ ପାରିବେ। ତ ଏଠି ଆମେ ବୁନ୍ଦି ବନେଇବା ପାଇଁ ଗୋଟେ ଫ୍ଲାଟ୍ କଡ଼େଇ ନେବା, ମାନେ ଚଉଡ଼ା ବାଲା କଡ଼େଇ, ଆଉ ସେଥିରେ କିଛି ରାଇସ୍ ବ୍ରାନ୍ ତେଲ ମୁଁ ଦେଇଛି। ଆଉ ମିଡ଼ିୟମ୍ ଫ୍ଲେମ୍ରେ ତେଲକୁ ଭଲରେ ଗରମ କରିବା। ତେଲ ଗରମ ହେଇଛି କି ନାହିଁ ଜାଣିବା ପାଇଁ ଅଳ୍ପ କିଛି ବ୍ୟାଟରକୁ ଆମେ ତେଲରେ ପକାଇବା। ଦେଖନ୍ତୁ, ବ୍ୟାଟର ପଡ଼ିଲା ମାନେ ସାଙ୍ଗେ ସାଙ୍ଗେ ଉପରକୁ ଉଠି ଆସୁଛି। ଏମିତି ହିଁ ତେଲ ଆମକୁ ଗରମ ଦରକାର। ଯଦି ତେଲ ଭଲରେ ଗରମ ହେଇନଥିବ, ଆପଣମାନେ ବୁନ୍ଦି ଛାଣିବେ, ତାହେଲେ ଆପଣଙ୍କର ବୁନ୍ଦି ଗୁଡ଼ାକ ଚେପ୍ଟା ତିଆରି ହେବ। ଆଉ ଯଦି ତେଲ ବହୁତ ଗରମ ହେଇଯାଇଛି ଧୂଆଁ ମାରିଲା ଭଳି, ଆପଣମାନେ ବୁନ୍ଦି ଛାଣିବେ, ତାହେଲେ ଆପଣଙ୍କର ବୁନ୍ଦି ଗୁଡ଼ାକ ଜଲ୍ଦି ଲାଲ ହେଇଯିବ। ଆଉ ଜାଲି ଚଟୁକୁ କଡ଼େଇଠାରୁ ଟିକେ ହାଇଟ୍ରେ ରଖିବେ। ଆଉ ତାପରେ 1 ଚାମଚ ଆମେ ବ୍ୟାଟରକୁ ଜାଲି ଉପରେ ପକାଇବା। ଆଉ ବିଲକୁଲ ବି ଆକୁ ସେକ୍ କରିବା ଦରକାର ନାହିଁ, ଜାଲି ଚଟୁକୁ ବା ହଲେଇବା ଦରକାର ନାହିଁ। ଜାଲି ଚଟୁ ଯେଉଁଠି ଥିବ, ଯେଉଁ ପୋଜିସନରେ ଥିବ, ସେମିତି ହିଁ ରଖିବେ। ଅଟୋମେଟିକ୍ ବୁନ୍ଦି ଗୁଡ଼ାକ ଗୋଟି ଗୋଟି ହେଇକି ତେଲରେ ପଡ଼ିବ। ଯଦି ଆପଣମାନେ ଜାଲି ଚଟୁକୁ ଟିକେ ବାଡ଼େଇବେ ବା ସେକ୍ କରିବେ, ତାହେଲେ ଆପଣଙ୍କର ବୁନ୍ଦି ସାଇଜ୍ରେ ବନିବନି। କେଉଁଟା ଲମ୍ବା ତିଆରି ହେବ, କେଉଁଟା ଛୋଟ ବଡ଼ ଏମିତି ତିଆରି ହେବ। ଆଉ ଏଠି ଦେଖିପାରୁଥିବେ କେତେ ସୁନ୍ଦର ବୁନ୍ଦି ତିଆରି ହେଉଛି, ଗୋଟି ଗୋଟି ହେଇକି ସମାନ ସାଇଜ୍ରେ। ବୁନ୍ଦି ତେଲରେ ପଡ଼ି ସାରିଲା ପରେ ଫ୍ଲେମ୍କୁ ଆମେ ଲୋ ମିଡ଼ିୟମ୍କୁ ନେଇ ଆସିବା, କାହିଁକିନା ତେଲରେ ଟିକେ ବୁନ୍ଦିଟା ସିଝିବ ବା ଛାଣି ହେବ। ଆଉ ତାପରେ ଏମିତି ହାଲକା କଲର୍ ହେଇ ଆସିଲେ ଆମେ ବୁନ୍ଦିକୁ ଜାଲିକୁ ବାହାର କରିନେବା ବା ପ୍ଲେଟ୍କୁ ବାହାର କରିନେବା। ବୁନ୍ଦି ଫ୍ରାଏ ହେବା ପାଇଁ ସମୟ ଲାଗିନଥାଏ, କେବଳ ବୁନ୍ଦିକୁ ଯେତେବେଳେ ତେଲରେ ପକାଇବେ ସେତେବେଳେ ଟିକେ ସମୟ ଲାଗିଥାଏ। ତ ଦେଖନ୍ତୁ କେତେ ସୁନ୍ଦର ବୁନ୍ଦି ଏଠି ତିଆରି ହେଇଗଲା। ଯେତେବେଳେ ଆପଣମାନେ ସେକେଣ୍ଡ ବ୍ୟାଚ୍ ଛାଣିବେ, ଜାଲି ଚଟୁରେ ଯେଉଁ ବେସନ ଲାଗିଥିବ ତାକୁ କପଡ଼ାରେ ବା ଟିସ୍ୟୁ ପେପରରେ 2 ପାଖରୁ ଭଲ ଭାବରେ ପୋଛି ନେବେ, ଯେଉଁଥିପାଇଁ କି ସେକେଣ୍ଡ ଥର ଛାଣିଲା ବେଳେ ଆପଣଙ୍କର ବୁନ୍ଦି ଠିକ୍ ସେପ୍ରେ ତିଆରି ହେବ। ଯାହା ବି ସବୁ ଟିପ୍ସ ମୁଁ ସେୟାର କରିଛି ନା, ଆପଣମାନେ ତାକୁ ଯଦି ଫଲୋ କରିକି ଏ ବୁନ୍ଦିକୁ ତିଆରି କରିବେ ନା, ବହୁତ ବଢ଼ିଆ ବୁନ୍ଦି ଆପଣମାନେ ତିଆରି କରିପାରିବେ। ଏଇଭଳି ଭାବରେ ଏଠି ମୁଁ ସବୁ ବୁନ୍ଦିକୁ ତିଆରି କରିନେଇଛି। ଆଉ ଏଠି ଦେଖିପାରୁଥିବେ କେତେ ସୁନ୍ଦର ବୁନ୍ଦି ତିଆରି ହେଇଛି। ସବୁ ବୁନ୍ଦି ଗୁଡ଼ିକ ସମାନ ସାଇଜ୍ରେ ତିଆରି ହେଇଛି। ଆଉ ବୁନ୍ଦି ଗୁଡ଼ା ଦେଖନ୍ତୁ ଏକଦମ ହାଲକା ତିଆରି ହେଇଛି ଆଉ କ୍ରିସ୍ପି ତିଆରି ହେଇଛି, ମାନେ ଜାଲି ଜାଲି ଆସିଛି ବୁନ୍ଦିରେ। ଆପଣମାନେ ଏଇ ବୁନ୍ଦିରେ ଦହି ବୁନ୍ଦି ତିଆରି କରନ୍ତୁ ବା ମିଠା ବୁନ୍ଦି ତିଆରି କରନ୍ତୁ, ବହୁତ ବଢ଼ିଆ ତିଆରି ହେବ। ଆଉ এই ବୁନ୍ଦିକୁ ଯେକୌଣସି ଏୟାରଟାଇଟ୍ କଣ୍ଟେନରରେ ଭରିକି ବାହାରେ ବହୁତ ଦିନ ପର୍ଯ୍ୟନ୍ତ ଷ୍ଟୋର କରିପାରିବେ। ବୁନ୍ଦି ରେଡ଼ି ହେଇଗଲା। ଏବେ ଚାଲନ୍ତୁ ଦହି ଉପରକୁ ଯିବା। ତ ଏଇଠି ଦେଖନ୍ତୁ, ଗୋଟେ ଜାଗାରେ ମେଜରିଂ କପ୍ରେ ମାପିକି 2 କପ୍ ଫ୍ରେଶ୍ ଦହି ନେଇଛି। ଖଟା ଦହି ବିଲକୁଲ ନେବେନି। 500 ଗ୍ରାମର ଦହି ଅଛି। ଦହିକୁ ଏମିତି ହ୍ୟାଣ୍ଡ ହ୍ୱିସ୍କରେ ବହୁତ ଭଲ ଭାବରେ ମିକ୍ସ କରି ନେବା,
दही जेमिति एकदम स्मूथ ହେଇଯିବ ବା ପ୍ଲେନ୍ ହେଇଯିବ। ଗୋଳେଇ ସାରିଲା ପରେ ଦେଖନ୍ତୁ ଦହି ଆମର ଟିକେ ବହଳିଆ ଅଛି, ସେଥିପାଇଁ ଏଇଥିରେ ପାଖାପାଖି 1 କପ୍ ପାଣି ଦେଇକି ଗୋଳେଇ ନେବା। ଯେହେତୁ ବୁନ୍ଦିକୁ ଯେତେବେଳେ ଆମେ ଦହିରେ ପକାଇବା, ବୁନ୍ଦି କ'ଣ କରିବ ନା ଦହିକୁ ଟିକେ ସୋକ୍ କରିବ। ସେଥିପାଇଁ ପ୍ରଥମରୁ ଅଧିକ ବହଳିଆ କରିବେନି ଦହିକୁ, ମାନେ ଏମିତି କନସିଷ୍ଟେନ୍ସି ରଖିବେ, ବେଶୀ ପତଳା ବା ବେଶୀ ମୋଟା ନୁହଁ ସେଇଭଳି। ଏବେ ଆମେ ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ପକାଇବା, ଚଟପଟା ଟେଷ୍ଟ ପାଇଁ ଅଧା ଛୋଟ ଚାମଚ କଳା ଲୁଣ ବା ବିଟ୍ ଲୁଣ ପକାଇବା, 1 ଛୋଟ ଚାମଚ ପକାଇବା ଚିନି। ଚିନି ଦେଲେ ମିଠା ଲାଗିବନି, ଖଟା ମିଠା ହେଇକି ରହିବ, ଟେଷ୍ଟ ବାଲାନ୍ସ ହେବ। ଅଧା ଛୋଟ ଚାମଚ ଚାଟ୍ ମସଲା, 1/4 ଟିସ୍ପୁନ୍ର ଗୋଲମରିଚ ଗୁଣ୍ଡ, 1/4 ଟିସ୍ପୁନ୍ର ଚିଲି ଫ୍ଲେକ୍ସ, ଯଦି ଛୋଟ ପିଲା ଖାଉଥିବେ ସ୍କିପ୍ କରିବେ, ଆଉ ଅଧା ଛୋଟ ଚାମଚ ପକାଇବା ଭଜା ଜିରା ଗୁଣ୍ଡ। ଏତିକି ଦେଇକି ଆମେ ଆକୁ ଭଲ ଭାବରେ ଗୋଳେଇ ନେବା। ଏଇଠି ତ ଆମର ଦହି ମିଶ୍ରଣ ରେଡ଼ି ହେଇଗଲା, ଆକୁ ସାଇଡ଼ରେ ରଖିବା। ଏପଟେ ଆଉ ଗୋଟେ ଜାଗାରେ 1 ଲିଟର ପାଖାପାଖି ନେବା ପାଣି, ଆଉ ସେଥିରେ 1 ଛୋଟ ଚାମଚ ଲୁଣ ଦେଇକି ଭଲ ଭାବରେ ଲୁଣକୁ ଗୋଳେଇ ନେବା ପାଣିରେ। ଆଉ ଏଇ ପାଣିରେ ଆମେ ସେଇ ମେଜରିଂ କପ୍ରେ ମାପିକି 2 କପ୍ ଦେବା ଆମେ ଯେଉଁ ବୁନ୍ଦିକୁ ତିଆରି କରିଥିଲେ। ଆଉ ବୁନ୍ଦିକୁ ଦେଇକି ଏଭଳି ଗୋଳେଇ ନେବା। ଆଉ ବେଶୀ ସମୟ ଆକୁ ପାଣିରେ ଛାଡ଼ିବାନି ବତୁରିବା ପାଇଁ, ସାଙ୍ଗେ ସାଙ୍ଗେ ପାଣିରୁ ଛାଣି ନେବା ଆଉ ଦହିରେ ପକାଇବା। ଘର ତିଆରି ବୁନ୍ଦି ଅଛି, ଏକଦମ ଫ୍ରେଶ୍ ଅଛି, ଆକୁ ବତୁରେଇବା ଦରକାର ନାହିଁ। କେବଳ ପାଣିରେ ଆମେ ଏଇଥିପାଇଁ ପକାଉଛେ ଯାହା ବି ବୁନ୍ଦିରେ ତେଲ ଅଂଶ ଥିବ ସେ ପାଣିରେ ରହିଯିବ, ତା ସହିତ ବୁନ୍ଦି ହାଲକା ଟିକେ ନରମ ହେଇଯିବ। ଯଦି ଆପଣମାନେ ମାର୍କେଟରେ ମିଳୁଥିବା ରେଡିମେଡ୍ ବୁନ୍ଦି ନେଇଥିବେ ତାହେଲେ 5 ମିନିଟ୍ ପାଇଁ ବତୁରେଇ ପାରିବେ। ତ ବୁନ୍ଦିକୁ ଦେଇକି ମୁଁ ଗୋଳେଇ ନେଇଛି। ଏବେ ଆମେ ଏଥିରେ ଗୋଟେ କଞ୍ଚା ଲଙ୍କାକୁ କାଟିକି ପକାଇବା, ତା ସହିତ କିଛି କଟା ହେଇଥିବା ଧନିଆ ପତ୍ର ଦେଇକି ଆଉ ଟିକେ ଗୋଳେଇ ନେବା। ଆପଣ ଚାହିଁଲେ ଆକୁ ଏମିତି ଖାଇପାରିବେ, ନାଇଁ ତ ଆଉ ଟିକେ ଫ୍ଲେଭରଫୁଲ୍ କରିବା ପାଇଁ ଏଇଥିରେ ଆମେ ଗୋଟେ ଫୁଟଣ ବା ତଡ଼କା ଲଗାଇବା। ସେଥିପାଇଁ ଗୋଟେ ତଡ଼କା ପ୍ୟାନ୍ ମୁଁ ଗରମ କରିଛି, ଆଉ ସେଥିରେ 2 ଚାମଚ ଦେବା ତେଲ। ତେଲ ଗରମ ହେଇଗଲା ପରେ 1 ବଡ଼ ଚାମଚ ଦେବା ସୋରିଷ, ତା ସହିତ ଦେବା କିଛି ଭୃଷଙ୍ଗ ପତ୍ର, ଆଉ 3ରୁ 4ଟା ଶୁଖିଲା ଲଙ୍କା ପକାଇବା। ଲୋ ମିଡ଼ିୟମ୍ ଫ୍ଲେମ୍ରେ ଆକୁ ଆମେ କିଛି ସମୟ ଭାଜି ନେବା, ଯେମିତିକି ଆମର ସୋରିଷ ଫୁଟିଯିବ ଆଉ ଏଥିରୁ ଗୋଟେ ଭଲ ବାସ୍ନା ଆସିବ। ଗ୍ୟାସ୍ର ଫ୍ଲେମ୍କୁ ଆମେ ଅଫ୍ କରିନେବା। ତ ଏବେ ଆମେ এই ତଡ଼କା ପ୍ୟାନ୍କୁ ବାହାରକୁ ନେଇ ଆସିବା। ଆଉ ଇଏ ଗରମ ଥିବା ଅବସ୍ଥାରେ ଏଥିରେ ଆମେ 2-3 ପିଞ୍ଚ ପକାଇବା ହେଙ୍ଗୁ। ତା ସହିତ ଟିକେ କଲର୍ ପାଇଁ ଆମେ 1 ଛୋଟ ଚାମଚ ପକାଇବା କାଶ୍ମୀରୀ ରେଡ୍ ଚିଲି। ଗରମ ଯେହେତୁ ଅଛି ସବୁ ଜିନିଷ ଭଲ ଭାବରେ ଗୋଳେଇ ହେଇଯିବ। ଆଉ ଏଇ ଗରମା ଗରମ ତଡ଼କାକୁ ବା ଫୁଟଣକୁ ଆମେ ଦହି ବୁନ୍ଦିରେ ଦେଇକି ଗୋଳେଇ ନେବା। ଏଇଠି ତିଆରି ହେଇଗଲା ଏକଦମ ଟେଷ୍ଟି ସୁପର ଡେଲିସିୟସ୍ ଦହି ବୁନ୍ଦି। ଆପଣମାନେ ଚାହିଁଲେ ଆକୁ ଏମିତି ଖାଇପାରିବେ, ନାଇଁ ତ ଫ୍ରିଜ୍ରେ କିଛି ସମୟ ରଖିକି ଥଣ୍ଡା ଥଣ୍ଡା ମଧ୍ୟ ଖାଇପାରିବେ। ବହୁତ ବଢ଼ିଆ ଲାଗିବ। କ୍ରିମି କ୍ରିମି ଦହିରେ ଆମର ଯେଉଁ ଗୋଟି ଗୋଟି ଗୋଲ ଗୋଲ ମୋତି ଭଳି ବୁନ୍ଦି, ବାଃ କେତେ ସୁନ୍ଦର ଦେଖାହେଉଛି, ଆପଣମାନେ ଦେଖିକି ଏଇଠି ଜାଣିପାରୁଥିବେ। ଆଉ ଦହି ବୁନ୍ଦିର ଟେକ୍ସଚର ମଧ୍ୟ ବହୁତ ବଢ଼ିଆ ଅଛି। ଆପଣମାନେ ଘରେ ବୁନ୍ଦି ତିଆରି କରନ୍ତୁ, ତାପରେ ଦହି ବୁନ୍ଦି ତିଆରି କରନ୍ତୁ। କେମିତି ଲାଗିଲା ଆପଣଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ତାହେଲେ ଆଜି ପାଇଁ ରହୁଛି, ପୁଣି ଆସିବି ଆଉ ଗୋଟେ ନୂଆ ରେସିପି ନେଇକି। ସେଇ ପର୍ଯ୍ୟନ୍ତ ରହିଲି, ନମସ୍କାର, ବାଏ, ଜୟ ଜଗନ୍ନାଥ।